ଓଡ଼ିଆ କାବ୍ୟ ରସାନୁମୋଦି ସୁଧୀ ଶ୍ରୋତାବନ୍ଧୁମାନଙ୍କୁ ମୋର ନମସ୍କାର। ବନ୍ଧୁଗଣ, ଆଜି ପୁଣି ସେଇ ଓଡ଼ିଆ ରୀତି ଯୁଗର ଅନନ୍ୟ ସାଧାରଣ ପ୍ରତିଭା ସମ୍ପନ୍ନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାଳ୍ପନିକ କାବ୍ୟ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ଜନ୍ମ ବୃତ୍ତାନ୍ତ ଏବଂ ଚମ୍ପାନଗରର ବର୍ଣ୍ଣନା ପ୍ରସଙ୍ଗରେ କବି ଯାହା କହିଛନ୍ତି ମୁଁ ଆପଣମାନଙ୍କୁ ପୂର୍ବବର୍ତ୍ତୀ ପର୍ଯ୍ୟାୟରେ କିଛି ଆଲୋକପାତ କରିଛି ଏବଂ ଆପଣମାନେ ଶୁଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଆଜି ଆସନ୍ତୁ ପୁନର୍ବାର କବି ଆଉ ସେଇ ଚମ୍ପାନଗରୀର ଯେଉଁ ରାଜପ୍ରାସାଦ ଗଡ଼ ଯାହାକୁ କୁହାଯାଏ, ଚମ୍ପାନଗରୀର କଟକ ଗଡ଼ ବା ରାଜପ୍ରାସାଦର ଯେଉଁ ଶିଳ୍ପଚାତୁରୀ ଶିଳ୍ପୀମାନେ ଯେଉଁ ସୁନ୍ଦର ଭାବରେ କାରୁକାର୍ଯ୍ୟ ଖଚିତ ସେ ଚମ୍ପାନଗରୀକି କରିଛନ୍ତି, ତା'ର ସ୍ତମ୍ଭ ତୋରଣ ଆଉ ପ୍ରାସାଦର ପୁରଦ୍ୱାର ବା ଗୋପୁର ଯାହାକୁ କହନ୍ତି ସେ କିଭଳି ଦେଖାଯାଉଛି, କବି କ'ଣ ଆଉ ତା ସମ୍ପର୍କରେ ଆଲୋଚନା କରୁଛନ୍ତି ଆସନ୍ତୁ ଶୁଣିବା। ରୂପଜୀବି ତତ୍ସ୍ୱରୂପା ହୁଇଣ ଯହିଁରେ ଧନ୍ୟା କନ୍ୟା ସ୍ତମ୍ଭ ଗଣ। ରୂପଜୀବା ତତ୍ସ୍ୱରୂପା ହୁଇଣ ଯହିଁରେ ଧନ୍ୟା କନ୍ୟା ସ୍ତମ୍ଭ ଗଣ। କରାଇ ଭ୍ରମ କେତେ ରାଗ ଜାତ ବୀଣାସ୍ୱରେ କରେ ଆଳାପ ଗୀତ। ବୀଣାସ୍ୱରେ କରେ ଆଳାପ ଗୀତ। ରୂପଜୀବା ଇଏ ତ ଦେଖେଇଲା କେଉଁଠି କନ୍ୟାସ୍ତମ୍ଭ ଗୁଡ଼ିକ, ତୋରଣର ଯେଉଁ ସ୍ତମ୍ଭ, ତାପରେ ଯେଉଁ ଅନ୍ୟାନ୍ୟ ସ୍ତମ୍ଭ ଗୁଡ଼ିକ ଅଛି ସବୁଥିରେ ଆଜ୍ଞା କାରୁକାର୍ଯ୍ୟ ମଣ୍ଡିତ। ଆଉ ଯେମିତି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ରରେ ମୁଁ କହୁଥିଲି ଯେ ଦ୍ୱାରକା ନଗରୀର ବର୍ଣ୍ଣନା କରିଛନ୍ତି, ସେଠି ଶତ କୋଟି ଗୁଣେ ବଳି ଦ୍ୱାରକା ନଗରୀରେ ବର୍ଣ୍ଣନା କରିଛନ୍ତି। ସମୁଦ୍ର ଭିତରେ ତିଆରି ହେଇଛି ନା, ଶତ କୋଟି ଗୁଣେ ବଳି ବଳିଷ୍ଠ ହୋଇବା ପାଷାଣେ ଗଠନ ହୋଇଛି ଦୁର୍ଗ ପ୍ରାକାର। ରୁଚିତର ସୂଚି କମନିକର, ସେ ଫେରେ ରୁଚିତର ଜନମନୋହରକୁ ମୁଗ୍ଧ କରିଦେବ ଆପଣଙ୍କୁ। ଶତ କୋଟି ଅର୍ଥାତ୍ ବଜ୍ରକୁ ଜିଣିଯିବ 100 କୋଟି ସଂଖ୍ୟାରେ ଜିଣିଯିବ। ବଳିଷ୍ଠ ପଥର ଦେହରେ ଯେମିତି କୋଣାର୍କ ମନ୍ଦିରରେ ତିଆରି ହେଇଛି ଆଜ୍ଞା, ସେମିତି ଯଦୁମଣି ଲେଖିଛନ୍ତି ଦ୍ୱାରକା ନଗରୀରେ ଯେଉଁ ଶିଳ୍ପୀ ଲେଖିଦେଇଛନ୍ତି ପଥରରେ, ଆଉ ତାକୁ କବିର କଳ୍ପନା କିଏ କରିପାରିବ? ତାକୁ ଶେଷଦେବ ମଧ୍ୟ ବର୍ଣ୍ଣନା କରିପାରିବେନି, ବାଗ୍ଦେବୀ ସରସ୍ୱତୀ ମଧ୍ୟ ତାକୁ ତା'ର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିବାରେ ସମର୍ଥ ହେଇପାରିବେନି, ଅସମର୍ଥ ହେବେ। ଏଇଭଳି ଯେଉଁ ବର୍ଣ୍ଣନା ସବୁ ରହିଛି, ଚମ୍ପାନଗରୀ ମଧ୍ୟ ସେଇଥିରୁ ଗୋଟିଏ। କବି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମଧ୍ୟ ଅନୁରୂପ ଭାବରେ ବର୍ଣ୍ଣନା କରିଛନ୍ତି ଯେ କରାଇ ଭ୍ରମ କେତେ ରାଗ ଜାତ। ସେଠି ଯେଉଁ ରୂପଜୀବୀ ଗଣ ଅଛନ୍ତି କନ୍ୟାସ୍ତମ୍ଭରେ ସୁନ୍ଦର ଦେଖାଯାଉଛି, ସେମାନଙ୍କର ମୁଖର ସୌନ୍ଦର୍ଯ୍ୟ, ଲାବଣ୍ୟ, ଅଙ୍ଗଲାବଣ୍ୟ, କିଭଳି ଭଙ୍ଗୀମାନଙ୍କରେ ସବୁ ଆପଣ ଦେଖିବେ ଦେଉଳମାନଙ୍କରେ ସବୁ ନର୍ତ୍ତକୀ କିଭଳି ଅପ୍ସରା ସବୁ ଛବି ଚିତ୍ର କରାଯାଇଛି, ସେ ଖୋଦିତ ହେଇଛି। ସେଇଭଳି ଯେଉଁ ଶିଳ୍ପୀ ଖୋଦନ କରିଦେଇଛନ୍ତି ରୂପଜୀବୀମାନଙ୍କର ବା ଗଣିକାମାନଙ୍କର, ସେମାନଙ୍କର ହାସ୍ୟ ଲାସ୍ୟ ଛଟା ଅତି ଅନନ୍ୟ ସାଧାରଣ ଏବଂ କେତେ ରାଗ ଜାତ ଏବଂ ଅନ୍ତଃପୁରରେ ସତେ ଯେମିତି ସେମାନଙ୍କର ଅନୁରାଗ ବାରି ହେଇ ପଡ଼ୁଛି। କାହିଁକିନା ଅନ୍ତଃପୁରରେ ମୁଁ କହିଛି ବାଦ୍ୟ ବୀଣା ପ୍ରଭୃତି ନୃତ୍ୟ ସବୁ ସଙ୍ଗୀତ ସବୁବେଳେ ଚାଲିଛି। ଏବଂ କରାଇ ଭ୍ରମ କେତେ ରାଗ ଜାତ ବୀଣାସ୍ୱରେ କରେ ଆଳାପ ଗୀତ। ସତେ ଏ କନ୍ୟାସ୍ତମ୍ଭ ଗୁଡ଼ାକ ରୂପଜୀବୀ ଗୁଡ଼ାକ ଚିତ୍ର ନୁହେଁ, ଏଗୁଡ଼ା ଜୀବନ୍ତ ନାଚ କରୁଛନ୍ତି, ଗୀତ ଗାଉଛନ୍ତି, ବୀଣା ବାଦନ କରୁଛନ୍ତି। କାହିଁକି ନା କେହି ବୀଣା ବାଦନ କରିବା ନର୍ତ୍ତକୀର ଚିତ୍ର କରାହେଇଛି ଇତ୍ୟାଦି। ତେଣୁ ଦୂରଦେଶ ଜନ ଦେଲେ ଅନାଇ ମଦନ ରସରେ ମନ ମନାଇ। ଆରେ ଦୂରଦେଶର କୌଣସି ବିଦେଶୀ ପଥିକ ଯଦି କେତେବେଳେ କେମିତି ଆସନ୍ତି ସେ ଚମ୍ପାନଗରୀର କୁ ଆସନ୍ତି ଏବଂ ସେଇ ସୌନ୍ଦର୍ଯ୍ୟ ରାଜପ୍ରାସାଦର ସୌନ୍ଦର୍ଯ୍ୟ ଦେଖି ସେମାନେ ଏତେ ମୁଗ୍ଧ ହେଇଯାଆନ୍ତି ଏବଂ ସତେ ଯେମିତି ମଦନ ବାଣରେ ବା କାମ ବାଣରେ ସେମାନେ ଜର୍ଜରିତ ହେଇଯାଆନ୍ତି। ମଦନ ରସରେ ମନ ମନାନ୍ତି ଏବଂ ମନ ଆସି ଯେଉଁ କାନ୍ଥରେ ଚିତ୍ରିତ ହେଇଛି ବେଶ୍ୟା ବା ଗଣିକାମାନଙ୍କର ସୌନ୍ଦର୍ଯ୍ୟ, ତାକୁ ଦେଖିଲେ ଯେ କେହି ଲୋକ ମଧ୍ୟ କାମ ବାଣରେ ଜର୍ଜରିତ ହେଇଯିବ। ଏବଂ ଖାଲି ସେତିକି ନୁହେଁ, କବି କହୁଛନ୍ତି ଧନ ସାରଣା କେତେ କହିବାକୁ ତାଙ୍କ ପ୍ରତିବିମ୍ବ ଡରାଇ ତାଙ୍କୁ। ଆରେ ଯେତେ ଧନ ନଉ ପଛକେ
ମୁଁ ଆଜି ୟାକୁ ଉପଭୋଗ କରିବି, ଏଇଭଳି ଭ୍ରମ ମଧ୍ୟରେ ପଡ଼ିଯାଆନ୍ତି। ଏଣୁ ଦୂରଦେଶର କାମାତୁର ହୋଇଥିବା ଧନ ଅର୍ଥାତ୍ ଯେଉଁ ପଥିକମାନେ କେହି କେହି ଆସନ୍ତି ସେମାନେ ଭାବନ୍ତି ଯେତେ ଧନ, ସାରଣା ଶବ୍ଦର ଅର୍ଥ ଗୋଟିଏ ଦେଲେ ବ୍ୟୟ, ଯେତେ ପଇସା ଇଏ ନେଉ ପଛେ କି ମୁଁ ତାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବି, ତା ସହିତ ମିଳିତ ହେବି। ଅର୍ଥାତ୍ ମନଟା ଭ୍ରମରେ ପଡ଼ିଯାଉଛି, ଆରେ ୟାକୁ ଦେଖିଲେ ସତ ବୋଲି ଭାବୁଛନ୍ତି। ଆରେ ଇଏ ସତ ନୁହେଁ, ସିଏ ତୁମେ ଯାହାକୁ ଭାବୁଛ ଉପଭୋଗ କରିବା ପାଇଁ ସିଏ ହେଉଛି ଗୋଟେ କନ୍ୟା ସ୍ତମ୍ଭ, ପଥରରେ ଖୋଦେଇ ହେଇଛି। ଆଚ୍ଛା, ନିଜର ମାତ୍ରକ ଆଉ ତାଙ୍କ ପ୍ରତିବିମ୍ବ ଡରାଇ ତାଙ୍କୁ, ତାଙ୍କର ପ୍ରତିବିମ୍ବ ଗୁଡ଼ାକ ଅର୍ଥାତ୍ ନିଜେ ସେଠି ଯେତେବେଳେ ଏ କଥା ଦେଖିକିରି ଚାହିଁ ଦେଉଛନ୍ତି, ନିଜର ପ୍ରତିବିମ୍ବ କାନ୍ଥରେ ପଡ଼ିଯାଉଛି, ସିଏ ମଧ୍ୟ ଡରି ଯାଉଛନ୍ତି। ଆରେ ମୁଁ ଯାହା ଭାବୁଛି ଏବଂ ୟାକୁ ପାଇବା ଅସମ୍ଭବ, ତେଣୁ ଭୟଭୀତ ହେଇଯାଉଛନ୍ତି। ଏଇଭଳି କବି ମଧ୍ୟ ତାଙ୍କମାନଙ୍କର ବିଭ୍ରମ ଅବସ୍ଥା ପଥିକମାନଙ୍କର ବା ବିଦେଶୀମାନଙ୍କର ଏ ନାୟିକାମାନଙ୍କୁ ଦେଖିକିରି ତାଙ୍କର ଯେଉଁ ନଟ ନଟି ଗଣିକା ଏମାନଙ୍କର ସୌନ୍ଦର୍ଯ୍ୟ, ଏମାନଙ୍କର ଅଙ୍ଗଲାବଣ୍ୟ, କଟାକ୍ଷ ଆଉ ରାସ୍ୟ, ନର୍ତ୍ତକୀ ଭଙ୍ଗୀ ଏସବୁ ଦେଖିକିରି ସେମାନେ ଭ୍ରମରେ ପଡ଼ିଯାଉଛନ୍ତି, ପୁଣି ଭୟଭୀତ ହେଇଯାଉଛନ୍ତି। କାଚ ସତ୍ୱରେ ସତ୍ୱରେ ନ ପଶି ଗଢ଼ା କ୍ଷୀର ପଢ଼ାଇବାକୁ ରସି। କାହିଁକିନା କାଚ କାହିଁକି ସେମାନେ ଭୟଜାତ ହେଉଛି ନା, ରେ କାଚରେ ତିଆରି କେଉଁଠି, ଇଏ ତ କନ୍ୟା ସ୍ତମ୍ଭ ଗଲା, କାଚରେ ତିଆରି ହେଇଛି ଆଜ୍ଞା ଅତି ସୁନ୍ଦର ଭାବରେ। କାଚ ଚତ୍ୱର ବୋଲି ହେଉଛି ଅଗଣା ପ୍ରାଙ୍ଗଣ, ଏବଂ ସେଠି ମଧ୍ୟ ଗୋଟିଏ ଗୋଟିଏ ସ୍ଥାନରେ ଶୁକପକ୍ଷୀ ସବୁ ରହିଛନ୍ତି। ଗଢ଼ା କ୍ଷୀରକୁ ପଢ଼େଇବାକୁ ଯାଉଛନ୍ତି। ଆରେ ସେ ଶୁକପକ୍ଷୀ ଏମିତି ବସିଛି ଯେ ଆମେ ଯେମିତି କହୁଛେ ଚକ୍ରଧର ପକ୍ଷୀ ଜନ୍ମରୁ ପାରି କର, ବା ରାମ ନାମକୁ ପଢ଼େ, କୃଷ୍ଣ ନାମକୁ ପଢ଼େ ଇତ୍ୟାଦି, ତାକୁ ପଢ଼େଇବାକୁ ତାଙ୍କର ଇଚ୍ଛା ହେଉଛି। ମାତ୍ର କାଚ ସତ୍ୱର ସେଇଟା। ଆରେ କାଚ ଚତ୍ୱରେ ସତ୍ୱରେ ନ ପଶି ଗଢ଼ା କ୍ଷୀର ଗଢ଼ା ହେଇଥିବା ଆଉ ଶିଳ୍ପୀ ହସ୍ତରେ ତିଆରି ହେଇଛି ଶୁଆଟି, ଯିଏ ହେଉଛି ଜୀବନ୍ତ ଶୁକପକ୍ଷୀ। ଆଉ ଆନନ୍ଦରେ ତାକୁ କେହି କେହି ମଧ୍ୟ ବିଭ୍ରମ ଅବସ୍ଥା ହେଇଛି ନା, ତେଣୁ ପଢ଼େଇବାକୁ ମଧ୍ୟ ଆଗ୍ରହାନ୍ୱିତ ହେଇକରି ଯାଉଛି ହେରି। ଯେତେବେଳେ ଆରେ ନିଜ ଦେଶରେ ଚମ୍ପାନଗରରେ ଥିବା ସେ ଲୋକ କିଏ ଦେଖିଦେଲେ, ଆରେ କହୁଛି ଏଇଟା କ'ଣ ବାଇଆଟେ ନା କ'ଣ, ଆରେ ଏଇଟା କ'ଣ ଜୀବନ୍ତ ଶୁଆପକ୍ଷୀ କି ଯେ ତାକୁ ପଢ଼େଇବାକୁ ଯାଉଛୁ। ଏଭଳି ମଧ୍ୟ ଆଉ ଦେଶୀ ପରିହାସୀ ଆଗେ, ଯେ ଯଦି ପରିହାସୀ ଆଗରେ, ସେ ଦେଶୀ ପରିହାସୀ ଆଗରେ, ଦେଶୀ ଅର୍ଥାତ୍ ସେ ଚମ୍ପାନଗରୀର କୌଣସି ପଥିକ ଲୋକ ଆଗରେ ପଡ଼ିଯାଆନ୍ତି, ସେ ପରିହାସ ଛଳରେ କହେ। ଆଉ ଏବଂ ହିରି ସରିତରେ ରହି ବୁଡ଼ି, ଯେତେବେଳେ ତାକୁ ବାରଣ କରେ, ଆରେ ସେଇଟା ପକ୍ଷୀ ନୁହେଁ ରେ, ଶୁକ ପକ୍ଷୀ, ସତରେ ଶୁକ ପକ୍ଷୀ ନୁହେଁ, ପଢ଼େଇବାକୁ କ'ଣ ଯାଉଛୁ ତୁ, ଆଉ ତୁ ବାୟାଟେ ନା କ'ଣ, ପାଗଳ ହେଲୁଣି କି, এই କଥା କହିଦେଲେ ସେ ହିରି ଅର୍ଥାତ୍ ହିରି ଅର୍ଥାତ୍ ହରିକୁ ହିରି ବୋଲି କହିବା। ସରିତ ମାନେ ନଦୀ, ଲଜ୍ଜା ରୂପକ ନଦୀରେ ନିଜେ ବୁଡ଼ି ଯାଉଛି। ଅର୍ଥାତ୍ ମୁଁ କ'ଣ ସତ୍ୟ ଗୋଟେ ଜୀବନ୍ତ ପକ୍ଷୀ ବୋଲି ଭାବିକିରି ସିନା ଯାଉଥିଲି, ଲାଜ ଲାଗିଗଲା ତାକୁ। ଏ ଯେତେବେଳେ ପରିହାସରେ ଥଟ୍ଟା ପରିହାସ କରି କହିଦିଅନ୍ତି, ସେ ନିଜକୁ ଅପମାନିତ ମନେ କରୁଛି ଏବଂ ଲାଜରେ ବୁଡ଼ି ଯାଉଛି। ସତେ ଲାଜରେ ହରି ସରିତ ଅର୍ଥାତ୍ ନଦୀରେ ବୁଡ଼ି ଯାଉଛି, ଲାଜ ହେଇଯାଉଛି। ପୁଣି ଆଉ କ'ଣ ହେଇଛି ଆଜ୍ଞା ଦେଖନ୍ତୁ। ଏଣୁ ସେ ପୁର ରହସ୍ୟ ନିବାସ ତହିଁ ନରେଶ୍ୱର ଉପମା କିସ। ତେଣୁ ଏ ପୁରର ଏତେ ଯେଉଁ ରହସ୍ୟ ବର୍ଣ୍ଣନା କଲି, ଇଏ ଗୋଟେ ରହସ୍ୟମୟ ପ୍ରାସାଦ ପରି ମନେ ହେଉଛି। କାରଣ କିଛି କଥା କହିଲେଣି ନା, ତେଣୁ ଇଏ ଗୋଟେ ରହସ୍ୟମୟ ପ୍ରାସାଦ, ତାକୁ ମୁଁ କ'ଣ କବି କେତେ ବା ବର୍ଣ୍ଣନା କରିବ। ତହିଁ ନରେଶ୍ୱର ଉପମା, ସେ ନରେଶ୍ୱର ଯିଏ ଅଛନ୍ତି, ନରମାନଙ୍କ ଭିତରେ ଈଶ୍ୱର ଅର୍ଥାତ୍ ଶ୍ରେଷ୍ଠ, ଯିଏ ବିଶ୍ୱାନନ୍ଦଙ୍କ ରାଜା ଅଛନ୍ତି ନରପତି, ତାଙ୍କର ଉପମା ମୁଁ କ'ଣ ବା ଦେବି। ଆଉ ପୁଣି କବି କହୁଛନ୍ତି କିଭଳି ଉପମା ଦେଇଛନ୍ତି ନା, ନୃପତିମାନେ ମହାଦେବ କହି ରାଜା ଚୂଡ଼ାମଣି ହେବାରୁ ସେ ରାଜା ଚୂଡ଼ାମଣି ହେବାରୁ ସେ ରାଜେଶ୍ୱର, ଯେମିତି ଆମେ ଦେବଦେବ ମହାଦେବ କହୁଛୁ, ମହାଦେବ ଚୂଡ଼ାମଣି ଅର୍ଥାତ୍ ଚୂଡ଼ା ଯେ ମସ୍ତକରେ ଚନ୍ଦ୍ରକୁ ଧାରଣ କରିଛନ୍ତି, ମହାଦେବ ଚନ୍ଦ୍ରଚୂଡ଼। ତେଣୁ ଇଏ ଯେ ଚୂଡ଼ାରେ ମଣି ଧାରଣ କରିଛନ୍ତି, ସମସ୍ତ ରାଜାମାନଙ୍କର ମଉଡ଼ମଣି, ମୁକୁଟମଣି, ମଣି ଚୂଡ଼ାମଣି। ତେଣୁ ସମସ୍ତ ରାଜାମାନଙ୍କର ଶୀର୍ଷସ୍ଥାନିଆ ଚୂଡ଼ାର ମଣି ସଦୃଶ ଶୋଭା ପାଉଛନ୍ତି ଚମ୍ପାନଗରରେ ଯେଉଁ ରାଜା, ସେ ହେଉଛନ୍ତି ମହାଦେବଙ୍କର ଚନ୍ଦ୍ରଚୂଡ଼ ଯେମିତି କୁହାଯାଉଛି, ଆଉ ସେ ହେଉଛନ୍ତି ମହାଦେବ ସ୍ୱରୂପ। ଏବଂ ତାଙ୍କର ରାଜାମାନଙ୍କର ସମସ୍ତ ରାଜାମାନଙ୍କର ସେ ମସ୍ତକର ମଣି ସଦୃଶ ଅର୍ଥାତ୍ ଶୀର୍ଷ ସ୍ଥାନରେ ଅଛନ୍ତି ଚମ୍ପାନଗରର ରାଜା ବିଶ୍ୱାନନ୍ଦକ। ଏବଂ ନୃପତିମାନେ ମହାଦେବ କହି ରାଜା ଚୂଡ଼ାମଣି ହେବାରୁ ସେହି ପୁଣି ତ୍ରିପୁର ବିଜୟୀ ସ୍ୱଭାବେ।
ଆରେ ମହାଦେବ ବୋଲି ତ ଖାଲି କହିଦେଲେ ହେବନି, ବା ଚନ୍ଦ୍ରଚୂଡ଼ ମହାଦେବ ସାଙ୍ଗରେ ତୁଳନା କରିଦେଲେ ହେବନି। ପୁଣି କବି ତାକୁ ସମର୍ଥ ପ୍ରମାଣ କରିବା ପାଇଁ, ବଳିଷ୍ଠ ପ୍ରମାଣ ଦେବା ପାଇଁ ଯାଉଛନ୍ତି। ଆରେ ମହାଦେବ ତ୍ରିପୁର ନାମକ ତ୍ରିପୁରାରୀ, ମହାଦେବଙ୍କର ଅନ୍ୟ ନାମ ହେଉଛି ତ୍ରିପୁରାରୀ। ତ୍ରିପୁର ନାମକ ରାକ୍ଷସକୁ ମାରିଥିଲେ ସେ। ଏଣୁ ପୁଣି ଇଏ ତ୍ରିପୁର ବିଜୟୀ, ସେ ତ ଗୋଟିଏ ତ୍ରିପୁର ନାମକ ରାକ୍ଷସକୁ ମାରିଥିଲେ। ଇଏ ତ୍ରିପୁର ସ୍ୱର୍ଗ ମର୍ତ୍ତ୍ୟ ପାତାଳ ବିଶ୍ୱାନନ୍ଦକ ରାଜା ନିଜର ସୈନ୍ୟବାହିନୀ ନେଇକରି ଆଉ ତ୍ରିପୁରକୁ ଜୟ କରିଛନ୍ତି, ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ଜୟ କରିଛନ୍ତି। ଏବଂ କୁମାରଗଣ ପଦ ତଳେ ଶୋଭେ। ଆରେ କୁମାର ଯିଏ କାର୍ତ୍ତିକେୟ, କୁମାର କହିଲେ କାର୍ତ୍ତିକେୟ, ମହାଦେବଙ୍କର ପୁତ୍ର କାର୍ତ୍ତିକେୟ, କୁମାର କହିଲେ କାର୍ତ୍ତିକେୟ। ଏବଂ ସ୍ୱର୍ଗର ସେନାପତି ସିଏ କାର୍ତ୍ତିକେୟ, ସିଏ ମହାଦେବଙ୍କର ପୁତ୍ର, ସିଏ ଗଣେଶ ଆଉ ଗୋଟିଏ ପୁଅ ଆପଣମାନେ ଜାଣିଛନ୍ତି। ତାହେଲେ କୁମାର ବା କାର୍ତ୍ତିକେୟ ମହାଦେବଙ୍କର ପାଦ ତଳେ ଯେମିତି ସେବା କରନ୍ତି ପିତାଙ୍କର, ଇଏ ମହାଦେବଙ୍କର ସାଙ୍ଗରେ ତୁଳନା କରାହେଇଛି ନା। କୁମାରଗଣ ଅର୍ଥାତ୍ ରାଜପୁତ୍ରମାନେ ଆଙ୍କର ସତତ ସେବା କରୁଛନ୍ତି। କୁମାରଗଣମାନଙ୍କ ଦ୍ୱାରା ସେବିତ ଏବଂ ମହାଦେବଙ୍କ ଚନ୍ଦ୍ରଚୂଡ଼ ଭଳି ଇଏ ଶୋଭା ପାଉଛନ୍ତି ସମସ୍ତ ରାଜାମାନଙ୍କ ଭିତରେ ମୁକୁଟର ମଣି ସଦୃଶ। କି ସେ ନା ବିଶ୍ୱାନନ୍ଦକ ରାଜା, ଯିଏକି ଚମ୍ପାନଗର ରାଜ୍ୟର ରାଜା। କବି ପୁଣି ବିଶ୍ୱାନନ୍ଦକ ରାଜାଙ୍କ ସମୟରେ ଆଉ କ'ଣ ଉପମା ଦେଉଛନ୍ତି ଦେଖନ୍ତୁ। ସେ ହେଉଛନ୍ତି ଉପମା ସ୍ଥାନୀୟ। ଆଚ୍ଛା, ମଣିମା ଡାକ ଅନୁକ୍ଷଣେ ଶୁଭେ, ବିଶ୍ୱାନନ୍ଦକ ହୋଇ ନାମ ଶୋଭେ। ଏଇଭଳି ଯେଉଁ ଚମ୍ପାନଗରୀର ରାଜା, ତ୍ରିପୁର ବିଜୟୀ ରାଜା, ସେ ହେଉଛନ୍ତି ସବୁବେଳେ ମଣିମା ସେବାଦାସମାନେ, ଯେଉଁମାନେ ସେବାଦାସ ଅଛନ୍ତି ସବୁବେଳେ ସେ ରାଜପ୍ରାସାଦରେ, ଚମ୍ପାନଗର ରାଜପ୍ରାସାଦରେ ମଣିମା ଡାକ ପଡ଼ିଛି। ଅର୍ଥାତ୍ ରାଜାଙ୍କୁ ଖୋଜୁଛନ୍ତି ସମସ୍ତେ ବିଭିନ୍ନ କାର୍ଯ୍ୟ ସ୍ଥଳରେ। ରାଜା ମଣିମା ସେଠି ଡାକ ପଡ଼ିଛି। ଆଚ୍ଛା, ମଣିମା ଡାକ ଅନୁକ୍ଷଣ ଶୁଭେ, ପ୍ରତି ମୁହୂର୍ତ୍ତରେ ମଣିମା ବୋଲି ଡାକ ପଡ଼ିଛି। ସେବକମାନେ ସବୁ ଡାକୁଛନ୍ତି। ଏବଂ ବିଶ୍ୱାନନ୍ଦକ ହୋଇ ନାମ ଶୋଭେ, ଏବଂ ତାଙ୍କର ନାମ ହେଉଛି କ'ଣ ନା ବିଶ୍ୱାନନ୍ଦକ। ପୁଣି କହୁଛନ୍ତି ପାଟ ମହାଦେବୀ ବିଚିତ୍ର କଳା, ପାଟ ମହାଦେବୀ ବିଚିତ୍ର କଳା, ପାର୍ବତୀ କରେ କି କ୍ଷିତିରେ ଲୀଳା, ଗୌରୀ ହୋଇ ପ୍ରଶଂସା ଯାହାର, ଦେବୀ ବୃନ୍ଦରେ ତ ସହଜେ ସାର, ଦେବୀ ବୃନ୍ଦରେ ତ ସହଜେ ସାର। କେତେ ପ୍ରକାର ଉପମା ଦିଆଯାଉଛି ଆପଣ ଦେଖନ୍ତୁ। ଆରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସେ କେତେ କାବ୍ୟ ଏମିତି କାଳ୍ପନିକ କାବ୍ୟ ଲେଖିଛନ୍ତି। ରସିକା ହରାବଳି, ପ୍ରେମ ସୁଧାନିଧି, ସୁବର୍ଣ୍ଣରେଖା ଇତ୍ୟାଦି ପ୍ରଭୃତି କାବ୍ୟ, ରସପଞ୍ଚକ, ଲାବଣ୍ୟବତୀ, ନାୟିକା ଲାବଣ୍ୟବତୀର ସୌନ୍ଦର୍ଯ୍ୟ ଆପଣମାନେ ଆଗରୁ ମୁଁ କହିଥିଲି, ଆପଣ ଜାଣିଛନ୍ତି। ତା'ର ଅନେକ ଛାନ୍ଦ ମୁଁ ଛାଡ଼ିଥିଲି। ସେମିତି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଇଏ। ଆଉ ମୁଁ କହିଛି ଯେ ଘେନ ନୈଷଧ ପରାଏ, କାବ୍ୟକୁ ମଧ୍ୟ ନୈଷଧ ସାଙ୍ଗରେ ତୁଳନା କରାଯାଇଛି। ଅନେକ ନୈଷଧର ପଦ ଏଥିରେ ଆଜ୍ଞା ଆଉ ସବୁ ଅନୁସରଣ କରାଯାଇଛି। ତେଣୁ କବି କୋଟି ବ୍ରହ୍ମାଣ୍ଡ ନାୟିକାର ନାମ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ସିଏ ଜନ୍ମ ହେବ ନା। ତେଣୁ ରାଜା ତାଙ୍କର ସେଇଭଳି, ତା'ର ପିତା ସେଇଭଳି ହେବା ଦରକାର, ମାତା ମଧ୍ୟ ସେଇଭଳି ହେବା ଦରକାର। ତେଣୁ କବି ବର୍ଣ୍ଣନା କରୁଛନ୍ତି ପାଟ ମହାଦେବୀ ବିଚିତ୍ର କଳା ନାମ୍ନୀ, ତାଙ୍କର ମହାରାଣୀ ପାଟରାଣୀ। ତାଙ୍କର ପାଟ ମହାଦେବୀ ତାଙ୍କୁ କୁହାଯାଇଛି। ଅନେକ ଗୁଡ଼ିଏ ରାଣୀ ଅଛନ୍ତି, ତା ଭିତରେ ବିଚିତ୍ର କଳା ନାମକ ପାଟ ମହାଦେବୀ। ଆଉ ପାର୍ବତୀ କରିକି କ୍ଷିତିରେ, କବି କହୁଛନ୍ତି ଆରେ ଇଏ ପାର୍ବତୀ ଖେଳା କରୁଛନ୍ତି କି? ଆଉ ମହାଦେବଙ୍କର ସାଙ୍ଗରେ ତୁଳନା କରିଛନ୍ତି ନା। ପାର୍ବତୀ ସତେ ଯେମିତି ପୃଥିବୀରେ ଭୂପୃଷ୍ଠରେ ଇଏ ପାର୍ବତୀ ଆସିକରି ଖେଳା କରୁଛନ୍ତି। କାହିଁକି ନା ଗୌରୀ ହୋଇ ପ୍ରଶଂସା ଯାହାର, ଦେବୀ ବୃନ୍ଦରେ ତ ସହଜେ ସାର। ଆରେ ଦେବୀମାନଙ୍କ ବୃନ୍ଦ ଭିତରେ, ସମସ୍ତ ଦେବୀମାନଙ୍କ ଭିତରେ ଗୌରୀ, ପାର୍ବତୀ ହେଉଛନ୍ତି ଗୌରୀ। ଇଏ ମଧ୍ୟ ସେଇଭଳି ଗୌରାଙ୍ଗୀ। ଏବଂ ଅନ୍ୟାନ୍ୟ ଦେବୀମାନଙ୍କ ବା ରାଣୀମାନଙ୍କ ଭିତରେ ଇଏ ହେଉଛନ୍ତି ଶ୍ରେଷ୍ଠା ରାଣୀ ପାଟ ମହାଦେବୀ। ତେଣୁ ପାର୍ବତୀଙ୍କର ଅନ୍ୟ ନାମ ଗୌରୀ, ଏବଂ ଇଏ ମଧ୍ୟ କ୍ଷିତିରେ ଲୀଳା କରୁଛନ୍ତି ଚମ୍ପାନଗରୀରେ। ବିଚିତ୍ର କଳା ନାମ୍ନୀ ମହାଦେବୀ ବା ପାଟ ମହାଦେବୀ ରାଣୀ, ତାଙ୍କୁ ପାର୍ବତୀ ଏବଂ ଗୌରୀ ସାଙ୍ଗରେ ମଧ୍ୟ କବି ତୁଳନା କରିଛନ୍ତି। ଆଉ କ'ଣ କହୁଛନ୍ତି?
ରାଜା ରାଣୀଙ୍କ ନନ୍ଦିନୀ ପ୍ରାପତ ଇଚ୍ଛାକୁ ଏକା ନ ଛାଡ଼ ଚିତ୍ତ ସଚିବ ନାମ ଯେ ବୁଦ୍ଧି ସାଗର ବହୁତ ସେଦିନେ ଜଣାଇଲା ଯୋଡ଼ି କର ସେଦିନେ ଜଣାଇଲା ଯୋଡ଼ି କର। ये सबू एते बड़ प्राचुर्य भितर ऐश्वर्य प्राचुर्य भोग विलास भितर चंपानगर राजा विश्वानंदक एवं अनेक राणी भितर श्रेष्ठा राणी पाट महादेवी विचित्र कलांक सहित सी राजअंतपुर थिले शासन करुले आज्ञा तांको मनरे हर्ष नाही कहीं गोटे कन्या संतान पाइबा एकांत इच्छा थिला से सी वंचित अच्छा तेणु राणी नंदिनी प्रापत इच्छा को एका न छाड़े गोटे केमती आमर कुमारी बा कन्याटी जात होता यहाँ एकांत इच्छा तांकर किंतु से पर्यंत से कन्या प्राप्ति तांकर हेनी तेणु यही समय सचिव नाम ये बुद्धिसागर देखु तांकर मंत्री नाम हूँ बुद्धिसागर बुद्धिसागर तांक मंत्री का नाम से दिने जनाइला जोड़ी कर से दिने आसिक छामुरी अर्थात महाराणी विचित्र कला एवं विश्वानंद का राजा बसी महाराजा तांका आगे हाथ जोड़िकी सी जानी ये प्रभु राजा राणी एकांत भाव में गोटे कन्या संतान जात इच्छा करुँच तेणु से बुद्धिसागर कहला प्रभु कौन बुद्धिसागर कहला मंत्री आसतु देखा भूदेव माने यज्ञ करिबारे बहुत सुवर्ण गणी देवारे घनमय परा सदा आकाश अतिथि पूजने धर्म प्रकाश ब्राह्मण माने घृताहुति दे यज्ञ करिबारु यज्ञ धूमरे आकाश मेघाच्छन्न भलिया देखा जाउची यज्ञ अतिथि अभ्यागत बहुत सुना दान देइथिबारु आ बेसी पुण्य से देश कोटी ना बद्रिका जीवापी प्रस्ताव दूची ताकू कवि यहाँ वर्णना कर से बद्रिकाश्रम बा बद्रिका धाम बद्रिका आश्रम अहरह ब्राह्मण माने सीठी यज्ञ कर स्थान एड़े पवित्र आ स्थान को टे जावाकू मोर इच्छा एकांत इच्छा अच्छी मुझे इच्छा कर से बद्रिका धाम बा बद्रिकाश्रम को जीवे से जो सबु बड़े नित्य भूदेव मान द्वारा ब्राह्मण मान द्वारा यज्ञ चली से यज्ञर धूमानल अग्नि धूमरी आकाश मेघाच्छन्न हो पड़ी यही जो रमणीय स्थान बद्रिकारण्य बा बद्रिका धाम बद्रिका स्थान ये जो महादेव अच्छा इत्यादि इत्यादि प्रसंग कवि परवर्ती पर्यायर आलोचना करिसें कौन कि भाव में वर्णना करिसें परवर्ती पर्यायर समय आलोचना करवा। नमस्कार।